ମୁଁ କି ମୁସଲିମ୍ ଝିଅ ନୁହେଁ, ମୁଁ ହିନ୍ଦୁ ଝିଅ। ଆଉ ମୁଁ ନନ୍ ଓଡ଼ିଆ ହେଇପାରେ, କିନ୍ତୁ ମୋ ହଜବେଣ୍ଡ ଓଡ଼ିଆ, ମୋ ଛୁଆ ଓଡ଼ିଆ। ଆମ ଶାଶୁ ଶ୍ୱଶୁର ଯେଉଁ ତାଙ୍କେ ହିଁ ଆମର ନା, ଶାଶୁଘର ଲୋକ କ'ଣ କରନ୍ତି କ'ଣ? ଦେଖନ୍ତୁ ତାଙ୍କେ ଚାଷ କରନ୍ତି। ଆଉ କି ଆପଣ ଗୋଟେ ନୂଆ କାର୍ କିଣିଛନ୍ତି, ଗୋଟେ ବୋଲେରୋ କିଣିଛନ୍ତି, ଗୋଟେ ଘର କିଣିଛନ୍ତି, ଏଇଟା ସତ ନା ମିଛ? ଦେଖନ୍ତୁ ମୁଁ ଏଇଟା ତ କହିବାକୁ ଚାହୁଁଛି। ଆଜ୍ଞା ଛୁଆ ମୋର ଚାହିଁଲେ ଯଦି ଓଡ଼ିଶାବାସୀ ସେଟା ବି ମାଗୁଛି ଯେ DNA ଟେଷ୍ଟ ଦରକାର, ଆମେ ସବୁ ଦେବାକୁ ଚାହୁଁଛି। ବେଳେ ବେଳେ ଆମକୁ ଇଚ୍ଛା ଲାଗେ ଯେ ଚାଲ ଆମେ ଦୁଇ ଜଣ କୁଆଡ଼େ ପଳେଇବା, ସୁସାଇଡ଼ କରିଦେବା। ମାନେ ବହୁତ ମାନେ ଯାହା ବଚିବା ପାଇଁ ଇଚ୍ଛା ହେଉନି। ବର୍ତ୍ତମାନ ଆମ ସହିତ ଅଛନ୍ତି ରାଜବୀରଙ୍କର ବାପା ଆଉ ତାଙ୍କ ମା। ତାଙ୍କଠୁ ପଚାରି ବୁଝିବା ବର୍ତ୍ତମାନ ଦିଲ୍ଲୀ ଯାଇଥିଲେ ରାଜବୀରଙ୍କର ଚିକିତ୍ସା ପାଇଁ, ଦିଲ୍ଲୀ ଡକ୍ଟରଙ୍କ ସହିତ ଦେଖା ହେଲେ, କ'ଣ କଥା ହେଲେ ସେ ବିଷୟରେ ପ୍ରଥମେ ପଚାରି ବୁଝିବା, ତାପରେ ଅନ୍ୟ ଯାହା ଚର୍ଚ୍ଚା ରହୁଛି ସେ ବିଷୟରେ କଥା ହେବା। ପ୍ରଥମେ କଥା ହେବା ରାଜବୀରଙ୍କ ବାପାଙ୍କ ସହିତ। ଭାଇ ବର୍ତ୍ତମାନ ଦିଲ୍ଲୀ ଯାଇଥିଲେ, ପୁଅକୁ ନେଇକି ଗଲେ, କ'ଣ ରହିଲା, ଡାକ୍ତର କ'ଣ କହିଲେ? ଦିଲ୍ଲୀ ନେଇକି ଯାଇଥିଲୁ, ଆପଏଣ୍ଟମେଣ୍ଟ ଥିଲା ଡକ୍ଟରର, ତ ନେଇକି ଯାଇଥିଲୁ ଦିଲ୍ଲୀକୁ। ଦିଲ୍ଲୀରେ କହିଲେ କି ତାର SMA ଟାଇପ୍ 2 ହେଇଛି, କିନ୍ତୁ 1ରେ ପରିଣତ ହେଉଛି। ମାନେ 2 ହେଇଥିଲା ତ ସେଟାକୁ 1ରେ ପରିଣତ ହେଉଛି, ଆସିଲାଣି। ମାନେ ବହୁତ ଦିନକୁ ଦିନ ତାର ଦୁର୍ବଳତା, ମୋର କଣ୍ଡିସନ୍ ଖରାପ ହେଇଯାଉଛି ତାର। ତ ସେଇଟା ପାଇଁ ଯେତେ ଶୀଘ୍ର ହେବ କ୍ରାଉଡ୍ ଫଣ୍ଡିଂ ନିହାତି ଦରକାର। ମାନେ ଯେତେ ଜଲ୍ଦି ହେବ ଆପଣ ଟଙ୍କା କଲେକ୍ସନ୍ କରନ୍ତୁ ଆଉ ଛୁଆକୁ ଇଞ୍ଜେକ୍ସନଟା ଦିଅନ୍ତୁ। ଆଜ୍ଞା। ବର୍ତ୍ତମାନ ତାହେଲେ ସେଠି କ'ଣ କେବଳ ଜଣେ ଡକ୍ଟରଙ୍କୁ ଦେଖେଇଥିଲେ ନା ନାହିଁ ଆଉ କେତେ ଜଣ? ଆମେ ସବୁ ମେଡ଼ିକାଲ ଯାଇଛୁ, ସବୁ ମେଡ଼ିକାଲ, ଭୁବନେଶ୍ୱର ଏମ୍ସ, କ୍ୟାପିଟାଲ ହସ୍ପିଟାଲ। ମୁଁ ଦିଲ୍ଲୀ କଥା ପଚାରୁଛି, ଆପଣ ଯେଉଁ ଦିଲ୍ଲୀ ଯାଇଥିଲେ, ଦିଲ୍ଲୀରେ କେଉଁ କେଉଁ ମେଡ଼ିକାଲ ଯାଇଥିଲେ? ଦିଲ୍ଲୀରେ ହିଁ ଆମର ଚାଲିଥିଲା ଏମ୍ସ ହସ୍ପିଟାଲରେ। ତ ତାଙ୍କେ କହିଲେ ତାର SMA ଟାଇପ୍ ରୋଗ ହେଇଛି, ସେଇଟା ପାଇଁ 16 କୋଟି ଟଙ୍କା ଖର୍ଚ୍ଚ ହେବ ସେଇଟାରେ। କେବଳ ଦିଲ୍ଲୀ ଏମ୍ସ ଯାଇଥିଲେ ନା ଆଉ କୋଉଠିକି ଯାଇଥିଲେ? ବେଙ୍ଗଲୋର ବାପ୍ଟିଷ୍ଟରେ ତ ଆଗରୁ ଦେଖା ହେଇଛି, ଅଲରେଡ଼ି ଡକ୍ୟୁମେଣ୍ଟ ସବୁ ଅଛି ଆମ ପାଖରେ। ନା ମାନେ ଦିଲ୍ଲୀ କଥା ପଚାରୁଛି। ଆପଣ ଯେଉଁ ବର୍ତ୍ତମାନ ଦିଲ୍ଲୀ ଯେଉଁ ଯାଇଥିଲେ, ଦିଲ୍ଲୀରେ କେବଳ ଦିଲ୍ଲୀ ଏମ୍ସରେ ଦେଖେଇଥିଲେ ନା ନାଇଁ ଦିଲ୍ଲୀ ଏମ୍ସ ବାଦ୍ ଆଉ କୌଣସି ହସ୍ପିଟାଲ ବି ଦିଲ୍ଲୀରେ ଦେଖେଇଥିଲେ? ଆଉ କୌଣସି ହସ୍ପିଟାଲ ଦେଖାଇନି, ଖାଲି ଦିଲ୍ଲୀ ଏମ୍ସରେ। ଆଚ୍ଛା, ସେଠି ଯେଉଁ ବର୍ତ୍ତମାନ ଯେଉଁ ରହିବା ଭିତରେ କ'ଣ ରହୁଛି, ମାନେ ଡାକ୍ତରଙ୍କ ଯେଉଁ କହିବା କଥା କେତେ ଦିନ ଭିତରେ କ'ଣ ଇଞ୍ଜେକ୍ସନ୍ ଲାଗିବ ସେମିତି କିଛି କ'ଣ? ସେଇଟା ଦେଖନ୍ତୁ, ଯେଉଁଟାକି ପୁଅର କଣ୍ଡିସନ୍ ଯେତେ ଖରାପ ହେଉଛି ଦିନକୁ ଦିନ, ସେଇଟା ଯେତେ ଶୀଘ୍ର ମିଳିବ ସେତେ ପୁଅ ଭିତରେ ଇମ୍ପ୍ରୁଭମେଣ୍ଟ ମିଳିବ। ଆଚ୍ଛା, ଏ ବିଷୟରେ ଡାକ୍ତରଙ୍କ ସହିତ ଆପଣ କଥା ହୁଅନ୍ତି ନା ଆପଣଙ୍କ ସହିତ ଯେଉଁ ସୁଜାତା ମ୍ୟାଡ଼ାମ୍ ଯାଆନ୍ତି ସିଏ କଥା? ସୁଜାତା ମ୍ୟାଡ଼ାମ୍ ତ ଯାଇଥିଲେ, ତାଙ୍କେ ବି ଷ୍ଟଡ଼ି କରିଛନ୍ତି ସବୁ କିଛି, ମାନେ ସେଇଟା ରୋଗ ପ୍ରପରଲି ହେଇଛି ନା ହେଇନି, ତାଙ୍କେ ହିଁ ସବୁ କିଛି ଜାଣିଛନ୍ତି। ହଁ ହଁ, ମ୍ୟାଡ଼ାମ୍ ବି କରିଥିଲେ। ଆମ ସହିତ ଯେଉଁଟା ଡକ୍ଟର କଥା ହେଲେ, ତାକୁ SMA ଯେଉଁଟା ଟାଇପ୍ ହେଇଛି ତା ପାଇଁ ମେହନତ କରିକି ସମସ୍ତଙ୍କୁ ଅନୁରୋଧ କର, ସେଇଟା ହିଁ କହିଛନ୍ତି। ବର୍ତ୍ତମାନ ବାପା ମା ହିସାବରେ ଆପଣଙ୍କୁ ତ କହିଥିବେ ଛୁଆକୁ ବର୍ତ୍ତମାନ କ'ଣ କେମିତି ରଖାଯିବ, କ'ଣ ଖାଇବାକୁ ଦିଆଯିବ ସେ ବିଷୟରେ କହିଥିବେ? ହଁ, ସେଇଟା ମାନେ ଦେଖନ୍ତୁ, ତାକୁ ପ୍ରପରଲି ସେଫ୍ଟି ପାଇଁ ନିହାତି ସେଫ୍ଟି ଦରକାର ତାକୁ। ଏବେ ବର୍ତ୍ତମାନ ଯେହେତୁ ପୁଅର ଟାଇପ୍ 2 ହେଇଛି SMA, ତ ଟାଇପ୍ 1କୁ ପରିଣତ ହେଉଛି, ଦିନକୁ ଦିନ ତାର କଣ୍ଡିସନ୍ ବହୁତ ଖରାପ ହେଇଯାଉଛି ତାର। ତାକୁ ପ୍ରପରଲି ବାଇ ପାଇପ୍ ମେସିନ୍ 18 ଘଣ୍ଟା ଲାଗିବ ଦିନକୁ। ଆଉ ହୋମ୍ ଲେଭେଲେସନ୍ ଯେଉଁଟା କଫ ଲେନ୍ସ ରହୁଛି, ସେଇଟା ଇନଫେକ୍ସନ୍ ପାଇଁ ସେଇଟା ଦିଆଯାଉଛି। ତେଣୁକରି ବର୍ତ୍ତମାନ ଛୁଆ ଟୋଟାଲ ଘରେ ହିଁ ରହିବ? ଘରେ ରହିବ। ଘରେ ତ ରଖା ହେଉଛି ତାକୁ, ଆମେ ଚାହୁଁନୁ ନେବା ପାଇଁ, କିନ୍ତୁ ଆମକୁ ପରିସ୍ଥିତି କେଉଁଟା ଛୁଆକୁ ବି ବଞ୍ଚେଇବାକୁ ପଡ଼ୁଛି। ଆମକୁ ଛୁଆକୁ ବି ସେଫ୍ଟି ପାଇଁ ଦରକାର ହେଉଛି। ଆଉ ଲୋକମାନଙ୍କୁ ବି ତ ଆଜିକାଲି ତ ସମସ୍ତେ ଫ୍ରଡ଼୍ ବୋଲି କହୁଛନ୍ତି, ତାଙ୍କେ ନିଜେ ହିଁ ଦେଖନ୍ତୁ। ପାଇଁ ସେଠି ବି କିଛି ଦରକାର ନାହିଁ, ଆପଣ ଛୁଆ ପାଇଁ ଫଣ୍ଡିଂ ଦରକାର ପଡ଼ୁଛି। ଆମେ ଛୁଆର ଫଟୋ ନେଇକି ବି ଆମେ ଯାଇପାରିବା, ଛୁଆକୁ ନେଇକି କିଛି କ୍ରାଉଡ୍ ଫଣ୍ଡିଂ ପାଇଁ ଆମର ଯିବା। କାହିଁକିନା ଛୁଆ ପାଇଁ ଯେତେବେଳେ କଲେକ୍ସନ୍ କରୁଛେ, ଯଦି ଛୁଆର ଅବସ୍ଥା ଗୁରୁତର ହେଇଯିବ ତାହେଲେ ଆମେ ସେଠି କ୍ରାଉଡ୍ ଫଣ୍ଡିଂର କିଛି ମୂଲ୍ୟ ରହିବ ନାହିଁ। ଆଜ୍ଞା ଆଜ୍ଞା। ମୁଁ ବି ସମସ୍ତଙ୍କୁ ଅନୁରୋଧ କରୁଛି କି ଠିକ୍ ଅଛି, କିଛି ହେଲ୍ପ ନ କଲେ ବି କିଛି ଆଶୀର୍ବାଦ ଦିଅନ୍ତୁ ପୁଅକୁ। ଯେଉଁ ବି କିଛି ବ୍ଲେମ୍ ଚାଲିଛି ସେ ବିଷୟରେ ମୁଁ ସେଇଟା ଉଠେଇବାକୁ ଚାହୁଁନି, କିନ୍ତୁ ମୋର ଅନୁରୋଧ, ଯେତେ ସବୁ ଭୁଲ ହେଇଛି ସେଇଟା ବହୁତ ପୁରୁଣା ଭିଡ଼ିଓ, ସେଟାକୁ ନେଇକି ଡିସ୍କସନ୍ ନ କରିକି ମାନେ ପୁଅକୁ କେମିତି। ଠିକ୍ ଅଛି, ସେ କଥା ପରେ କଥା ହେବା। ମ୍ୟାଡ଼ାମ୍ ବର୍ତ୍ତମାନ ଆପଣ ଦିଲ୍ଲୀ ଯାଇଥିଲେ, ଡାକ୍ତର ଆପଣଙ୍କୁ କ'ଣ ପରାମର୍ଶ କ'ଣ ଦେଲେ? ଆଜ୍ଞା ନମସ୍କାର। ମୁଁ ଡକ୍ଟର ଶେଫାଲି ଗୁଲାଟି ସାଙ୍ଗରେ କଥା ହେଇଛି। ତ ତାଙ୍କେ ସବୁ ଷ୍ଟଡି କଲେ, ପୁରୁଣା ରିପୋର୍ଟ ବି ଦେଖିଲେ। ସେମାନେ ଟେଷ୍ଟ ବି କରିବାକୁ ଚାହିଁଥିଲେ, କିନ୍ତୁ ଯେତେବେଳେ ଦେଖିଲେ ଅଲରେଡ଼ି ଡକ୍ଟର ଏଗ୍ନେସ୍ ମ୍ୟାଥ୍ୟୁ ରାଜବୀର କେସ୍ ହ୍ୟାଣ୍ଡେଲ୍ କରୁଛି, ତ ଡକ୍ଟର ଶେଫାଲି ଏନ୍କୁ କଲ୍ କଲେ ଯେ ତୁମ ପେସେଣ୍ଟ ଏବେ ଏମ୍ସରେ ଆସିଛି, କ'ଣ କିଛି କାମ ଅଛି କି, ସେମିତି। ତ ତାଙ୍କେ କ'ଣ କଥା ହେଲା ପରେ
ଯେହେତୁ ରାଜବୀରରୁ ଏବେ 23 ମନ୍ଥ ଏବଭ୍ ଚାଲିଛି ଆଉ 2 ବର୍ଷ ହେବା ପାଇଁ କିଛିଟା ଦିନ ବାକି ଅଛି। ତ ଯେହେତୁ ଆମେ 6 କୋଟି 30 ଲକ୍ଷ କିମ୍ବା 35 ଲକ୍ଷ ସମଥିଙ୍ଗ କଲେକ୍ଟ ହେଇଛି, ସେଇଟା ବି ବହୁତ ବଡ଼ ଗୋଟେ ବିଗ୍ ଆମାଉଣ୍ଟ, 16 କୋଟି ଟଙ୍କା ଭିତରେ। ତ ଡକ୍ଟର ଆମକୁ ସେ ସଜେସନ୍ ଦେଲେ ଯେ 16 କୋଟି ତ ବହୁତ ବଡ଼ ଆମାଉଣ୍ଟ ଲେଟ୍ ହେଇପାରେ, କିନ୍ତୁ ମାନେ ପେସେନ୍ସ ରଖ। କିନ୍ତୁ ଏଇ ବର୍ତ୍ତମାନରେ ଯେଉଁ ରାଜବୀର ଯେଉଁ ମସଲ୍ସଟା ଡ୍ୟାମେଜ୍ ବଢ଼ି ବଢ଼ି ଚାଲିଛି, ଯେହେତୁ ଏମ୍ସରେ ତାକୁ କହିଛି ଯେ ଟାଇପ୍ 1 ହେଇଛି, ଟାଇପ୍ 2 ଥିଲା ବଟ୍ ଟାଇପ୍ 1ରେ ଚେଞ୍ଜିଂ ଆସୁଛି, ମାନେ ସେ ଡେ ବାଇ ଡେ ସେ ଡେଞ୍ଜର ଜୋନ୍ରେ ବଡି ତାଙ୍କ ଡ୍ୟାମେଜ୍ ହେଇକି ଯାଉଛି। ବ୍ରେନ୍ କାମ କରୁଛି କିନ୍ତୁ ବଡି ତାର ଡ୍ୟାମେଜ୍ ହେଇଯାଉଛି। ତ ତାକୁ ଗୋଟେ ବର୍ତ୍ତମାନ ରେସ୍ଡିପ୍ଲାନ୍ ସିରପ୍ ଦରକାର 6 ମାସ ପାଇଁ, ସେଇଟା ମ୍ୟାକ୍ସିମମ୍ 30 ରୁ 40 ଲାଖ୍ ହେବ। ଆଉ ଏବେ ବର୍ତ୍ତମାନ କ୍ୟୋର ଏସ୍ଏମ୍ଏ ଇଣ୍ଡିଆର ଡକ୍ଟର ଅର୍ଚ୍ଚନା ରାଜବୀର କେସ୍ ହ୍ୟାଣ୍ଡେଲ୍ କରିବ। ଆଉ ଗୋଟେ ରିସିଟ୍ ବି ଦିଆହେଇଛି ଯେ ନେକ୍ସଟ ମୋତେ କେତେ ଦିନ ପରେ ସେଠି ଯିବାର ଅଛି, ଏମ୍ସରେ ଯିବାର ଅଛି। ତ ଏବେ ରିସେଣ୍ଟଲି ରାଜବୀରକୁ ଗୋଟେ ରେସ୍ଡିପ୍ଲାନ୍ ସିରପ୍ କଣ୍ଟିନ୍ୟୁ କରିବାକୁ ପଡ଼ିବ, ତାର ଯେଉଁ ମସଲ୍ସ ଡ୍ୟାମେଜ୍ଟା ହେଉଛି ସେଇଟା ଥମାଇବା ପାଇଁ। ଆଉ ମୁଁ ସମସ୍ତେ ଡକ୍ଟର ତ ସେ ଗୋଟେ କଥା ହିଁ କହୁଛି, ଆଉ ମୁଁ ସମସ୍ତଙ୍କୁ ସେ ହିଁ ଦେଖାଇବାକୁ ଚାହୁଁଛି ଆଜି ପର୍ଯ୍ୟନ୍ତ। ଗୋଟେ କଥା ଡକ୍ଟର, କିନ୍ତୁ ତା ଭିତରେ ଆପଣଙ୍କୁ ପଇସା କଥା ଠିକ୍ ଅଛି, ପଇସା କଥା ତ ନିହାତି ଭାବରେ ଗୋଟେ ଆବଶ୍ୟକ, ଆଉ ସେଥିପାଇଁ ସମସ୍ତେ କହୁଛନ୍ତି, ଆପଣ ବି କହୁଛନ୍ତି। ଡକ୍ଟର ବର୍ତ୍ତମାନ କ'ଣ କହିଲା, ଛୁଆକୁ ବର୍ତ୍ତମାନ ଆପଣ ଯେତେବେଳେ କ୍ରାଉଡ୍ ଫଣ୍ଡିଂ ପାଇଁ ଯାଉଛନ୍ତି ସେମିତି ସେତେବେଳେ ଛୁଆ ନେବା ଦରକାର ନା ନାହିଁ, ଛୁଆକୁ ରେଷ୍ଟ ଦରକାର ପଡ଼ୁଛି? ଛୁଆକୁ ପ୍ରପର୍ ରେଷ୍ଟ ଦରକାର, ତାକୁ ବାଇପାଇପ୍ର ସପୋର୍ଟ ଦରକାର, କାରଣ ତା ଲାନ୍ସଟା ଡେ ବାଇ ଡେ ଛୋଟ ହେଉଛି, ଲାନ୍ସ ଇନଫେକ୍ସନ୍ ହେଉଛି, ତାକୁ ବାଇପାଇପ୍ ମେସିନ୍ ଦରକାର। ମାନେ ସେଇଟା ଏଭ୍ରିଡେ ତାକୁ ହ୍ୟାବିଟ୍ କରାଇବାକୁ ପଡ଼ିବ, ମାନେ ଆମେ କରୁଛୁ ବଟ୍ ଏଭ୍ରିଡେ ଆହୁରି ବେଶୀ କରାଇବାକୁ ପଡ଼ିବ, ଯାতে ପରବର୍ତ୍ତୀ ଆଗକୁ କାଲେ ତାକୁ କଷ୍ଟ ନ ହୁଏ ନିଶ୍ୱାସ ହେବା ପାଇଁ। ଯେହେତୁ ସମସ୍ତେ ଜାଣିଛନ୍ତି, ସମସ୍ତ ଡକ୍ଟର ବି ଜାଣିଛନ୍ତି ଯେ ଏସ୍ଏମ୍ଏ ପେସେଣ୍ଟର ଲାନ୍ସ ବହୁତ ୱିକ୍, ମାନେ ବହୁତ ହି ୱିକ୍ ଥାଏ, ଆର୍ ଇମ୍ୟୁନିଟି ପାୱାର ବହୁତ କମ୍ ଥାଏ। ଆଉ ତାକୁ ପ୍ରପର୍ ରେଷ୍ଟ ଦରକାର, ପ୍ରପର୍ ଭିଟାମିନ୍ ଫୁଡ଼୍ ଖାଇବା, ମାନେ ଭାତ ସବୁ ଏଯାକୁ ଦରକାର। ମାନେ ବର୍ତ୍ତମାନ ଆପଣ କ'ଣ ଖାଇବାକୁ କ'ଣ ଦେଉଛନ୍ତି ରାଜବୀର? ଦେଖନ୍ତୁ, ଘରେ ରହିଲେ ରାଜବୀର ଗ୍ରୀନ୍ ଭେଜିଟେବଲ୍, ମାନେ ଏଇସବୁ ଭାତ ସବୁ ମେଶ୍ କରି, ଯେହେତୁ ମେଶ୍ କରିକିରି ସବୁକିଛି ମେଶ୍ କରିକିରି ଦେଉଛି ଖାଇବା ପାଇଁ, ମେଶ୍ ଗ୍ରାଇଣ୍ଡ କରିକିରି ଭେଜିଟେବଲ୍ ଭାତ ଯାହା ହେଉଛି ଗ୍ରାଇଣ୍ଡ କରିକି ଦେଉଛି। କିନ୍ତୁ ଯେତେବେଳେ ମୁଁ ଏମିତି ଟ୍ରାଭେଲ୍ କରେ ବା ମୋତେ ମୁଁ ତ ବହୁତ ଆସେ ଭୁବନେଶ୍ୱର, ବହୁତ ଆସେ, ମୁଁ ଆସେ ଯାଏ ଏଇ ଜାଗା ସେଇ ଜାଗା, ମୁଁ ଆଜି ଏତେ ଦିନ ହେଲା ମୁଁ ଭଟକୁଛି, ସମସ୍ତେ ଦେଖୁଛନ୍ତି ମୋତେ। ତ ଏଇ ଟ୍ରାଭେଲ୍ଟା ରାଜବୀରରୁ ନ ହଉ, ଡକ୍ଟର କହିଲା ଯେ ତାକୁ ରେଷ୍ଟ ଦରକାର। 16 କୋଟି ଟଙ୍କାର କରିବା ନେଶାରେ ଯାতে ରାଜବୀରର କିଛି କ୍ଷତି ନ ହଉ। ଆଚ୍ଛା, ଘରେ ଥିଲାବେଳେ ଆପଣ ସିନା ଡ୍ରାଏ ଯାହା ବି ରହିଲା ଫୁଡ଼ିଂକୁ ତାକୁ ଗ୍ରାଇଣ୍ଡ କରିକି ଜୁସ୍ ଆକାରରେ ଦେଇଦେଲେ, କିନ୍ତୁ ଯେତେବେଳେ ଟ୍ରାଭେଲ୍ କରୁଛନ୍ତି ସେଠି ତ ଆପଣଙ୍କୁ ଜୁସ୍ ନାଇଁ, ସେଠି ଜୁସ୍ ମିଳୁନି ଆଜ୍ଞା, ଖାଲି କ୍ଷୀର କିମ୍ବା ସେରେଲାକ୍ସ ଦେବାକୁ ପଡ଼ୁଛି, ଯେଉଁଟା ତା ପାଇଁ ବହୁତ କ୍ଷତିକାରକ। ସେରେଲାକ୍ସକୁ ତ ଡକ୍ଟର ନିହାତି ଭାବରେ ମନା ମନା, ବହୁତ ମନା। ସେରେଲାକ୍ସ ଏକ ଟାଇମ୍ କିମ୍ବା 2 ଟାଇମ୍ ଦେବା ପାଇଁ କହିଲେ। ଆଉ ଅଧିକାଂଶ ତାକୁ ORS ପାଣି, ଫୁଡ଼୍ ମାନେ ଫଳ, ଭାତ, ଯେମିତି ନର୍ମାଲ ଛୁଆକୁ ଯେମିତି ଅଣ୍ଡା ସିଝା, ସେଇ ସବୁ ତାକୁ ଖୁଆଇବା ପାଇଁ, ମାନେ ଯଦି ସେ ଚୋବେଇ ପାରୁନି ବା ସେ ଗିଳିବା ପାଇଁ ତାକୁ କଷ୍ଟ ହୁଏ ତ ତାକୁ ମେଶ୍ କରିକିରି ଦିଅ, କିନ୍ତୁ ତାକୁ ଦିଅ। ଆଉ ତାକୁ ପ୍ରପର୍ ରେଷ୍ଟ, ପ୍ରପର୍ ଖାଇବା, ପ୍ରପର୍ ଶୋଇବା, ସବୁ କିଛି ମାନେ ମେଣ୍ଟେନ୍ କରିକି ରଖ, ମାନେ ସେ ଠିକ୍ ହେଇଯିବ। 16 କୋଟି ଟଙ୍କା ବି ହେଇଯିବ, ଟିକେ ଲେଟ୍ ହେଇପାରେ, କିନ୍ତୁ ଆଗେ ତାର ସ୍ୱାସ୍ଥ୍ୟ ଦେଖିକିରି ଆମକୁ ଏମିତି କହିଲେ। କିନ୍ତୁ ହଁ, ଠିକ୍ ଅଛି। ତାହେଲେ ବର୍ତ୍ତମାନ ଟାଇମ୍ରେ ଯେଉଁ କ୍ରାଉଡ୍ ଫଣ୍ଡିଂ ପାଇଁ ଆପଣ ଯେଉଁ ଯିବେ ବାହାରକୁ, ତାହେଲେ ବର୍ତ୍ତମାନ ସମୟରେ ଆପଣ ଛୁଆକୁ ନେବାଟା ଆପଣଙ୍କୁ ରିସ୍କି, ଛୁଆ ପାଇଁ ବି ରିସ୍କି। ଆପଣ ଛୁଆକୁ ଘରେ ରେଷ୍ଟ କରିବାକୁ ଛାଡ଼ିକି ଆପଣ ନିଜେ ତ କମ୍ ସେ କମ୍, ଆମ ପାଖରେ ଏତିକି ଅଛି କି ଆମେ ଯଦି ଛୁଆର ଗୋଟେ ଫଟୋ ନେଇକି ବି ଯାଉଛେ ତାହେଲେ ବି ଲୋକେ ଜାଣିବେ, ନାଇଁ ଆପଣଙ୍କୁ ବି ଚିହ୍ନି ସାରିଛନ୍ତି ସମସ୍ତେ କି ଇଏ ହେଉଛନ୍ତି ରାଜବୀର ମାଆ, କି ଇଏ ହେଉଛନ୍ତି ରାଜବୀରଙ୍କର ବାପା। ତେଣୁ କରିକି ଆପଣ ଗୋଟେ ଫଟୋ ନେଇକି, ନାଇଁ ଛୁଆର ଦେହ ଅତି ସାଂଘାତିକ ହେଲାଣି, ତେଣୁ କରିକି ଛୁଆକୁ ଆମେ ଆଣିପାରିବୁନି, ଆପଣ ସେଇଆ କରିପାରିବେ? ଆଜ୍ଞା, ମୁଁ ତ ସେୟା ହିଁ ଚାହୁଁଛି ଯେ ମାନେ ସମସ୍ତ ମୋତେ ଆପିଲ୍ କରେ ଯେ ମ୍ୟାଡ଼ାମ୍ ରାଜବୀରକୁ ନେଇକିରି ଆସିବେ। କିନ୍ତୁ ମୁଁ ସମସ୍ତଙ୍କୁ ପ୍ରାୟ ଯଦି ବା ଏଇ ନ୍ୟୁଜ୍ଟା କାହା ପାଖରେ ପହଞ୍ଚୁଛି, ଯେଉଁମାନେ ନେଇକି ଆସିବା ପାଇଁ ଆପିଲ୍ କରେ। ଦେଖନ୍ତୁ, ବହୁତ ଲୋକ ମାନେ ଆପିଲ୍ କରନ୍ତି ମ୍ୟାଡ଼ାମ୍ ଟିକେ ରାଜବୀରକୁ ନେଇକିରି ଆସିବେ, ରାଜବୀରକୁ ଦେଖିବା ବହୁତ ଇଚ୍ଛା, ବା ରାଜବୀରକୁ ପାଖକୁ ଦେଖିବାକୁ ଆପଣ କହିପାରନ୍ତି କି ନାଇଁ ଆପଣ ରାଜବୀର ଦେଖନ୍ତୁ, ରାଜବୀର କଣ୍ଡିସନ୍ ଏଇଭଳି ଖରାପ, ଆପଣ କାହିଁ ମନା କରନ୍ତି? ନାଇଁ, ମୁଁ ମନା କରେ ବଟ୍ ବେଳେ ମାନେ ଏବେ ଯେଉଁ ସିଚୁଏସନ୍ ଚାଲିଛି, ମୁଁ ମୋ ଛୁଆକୁ ବି କୁଆଡ଼େ ଛାଡ଼ିକିରି ଆସିବା ଇଏ ନାହିଁ, ଯେହେତୁ ମୋ ଘରେ ମୋ ଛୁଆକୁ ଟେକ୍ କେୟାର କରିବା ପାଇଁ କେউ ନାହିଁ, ଏକମାତ୍ର ମୁଁ କିମ୍ବା ମୋ ହଜବେଣ୍ଡ ଛଡ଼ା
केही नहीं राजवीर को देखिया भाई आ मोर जो माँ अच्छा मो हजबैंड को मम्मी तांको बहुत एज हो जाइए जो राजवीर को केउन कौन खुआइबा तापर मेडिसिन कौन देबा बा तापर को माने मेडिसिन ताको देबा केमिति कौन रखिबा राजवीर माने ठंडा हल सबुचे कालो से रोगर कालो हल ठंडा जदि टिके ठंडा होची तो राजवीर को जोड़ होइकरी टंटी फुली जाए निश्वास नेबा पाई कष्ट हुए तार माने तार देह गरम हो जाए से खाई पारेनी बांती ता स्टार्ट हो जाए এটা নিহাতি ভাବରେ ଯେତେବେଳେ ବାହାରକୁ ଆଣୁଛନ୍ତି ବାହାରେ ଥଣ୍ଡା ପବନ ହେଉଛି ପୁରୀ ଯାଇଥିଲେ ସେଠି ବି ଥଣ୍ଡା ପବନ ହେଉଛି ନିହାତି ଭାବରେ ଗୋଟେ ନର୍ମାଲ ଛୋଟ ଛୁଆର ବି ଦେହ ଅଧିକ ଖରାପ ହେଇଯାଏ ତାହେଲେ ବର୍ତ୍ତମାନ ଗୋଟେ ଛୁଆ ଏତେ ପ୍ରକାର ସିରିୟସ୍ କଣ୍ଡିସନ୍ ଅଛି ତାହା ନିହାତି ଭାବରେ ହେବ आगे देखो मु चाहूनी राजवीर को लेकर कोटी बाहर भाई ଯାହା ବି ହେଇଛି ବର୍ତ୍ତମାନ ଯାଏ ଯାହା आज ଘଟଣା ବି ଘଟି पर्यटन ଯାଇଛି आज पर भी राजवीर कुआडे बाहर को बाहर सेटा माने आमे डिसाइड करछु जो बहुत हला एबे समस्त तो निहाती भाବରେ ଆମେ ବି ଚାହିଁବୁ କି ରାଜବୀର ଯୋଉ ଛୁଆଟି ପାଇଁ ସମସ୍ତେ ଚିନ୍ତିତ ତାକୁ ବର୍ତ୍ତମାନ ଟିକେ ରେଷ୍ଟ ଦରକାର ବର୍ତ୍ତମାନ ସେ ଛୁଆଟିର କଣ୍ଡିସନ୍ ଆଗ ଅପେକ୍ଷା ଅଧିକ ଖରାପ ହେଲାଣି ତେଣୁ କରିକି ଛୁଆକୁ କେହି ଆଣିବା ପାଇଁ କି ପାଖକୁ କୌଣସି କ୍ରାଉଡ୍ ଫଣ୍ଡିଂ ହଉ ବି କିଛି ହଉ ସେଠିକି ଛୁଆଟିକୁ ଆଣିବା ପାଇଁ ଦୟାକରି କେହି ବି ଅନୁରୋଧ କରନ୍ତୁ ନାହିଁ କିମ୍ବା ବାଧ୍ୟତା କରନ୍ତୁ ନାହିଁ ତେବେ ଆଉ ଟିକିଏ କଥା ହେବା ରାଜବୀରଙ୍କ ବାପାଙ୍କ ସହିତ ବର୍ତ୍ତମାନ ସମୟରେ ରାଜବୀରର ଯେଉଁ ଖାସ୍ କରିକି ଫଣ୍ଡିଙ୍ଗକୁ ନେଇକି ବହୁତ ସାରା କଥା ଉଠୁଛି ଆପଣଙ୍କର ନିଜ ତାଙ୍କର ନେଇକି ଏ ଯେଉଁ ମିଲାପ ହଉ କିମ୍ବା ଏତେ ସାରା କ୍ରାଉଡ୍ ଫଣ୍ଡିଙ୍ଗର ଗୋଟେ ଆପ୍ ରହୁଛି ସେ ଥ୍ରୁରେ ଆସୁଛି ତା ବାଦେ ଆପଣଙ୍କ ପର୍ସନାଲ୍ ଆକାଉଣ୍ଟକୁ ଆସୁଛି ତା ବିଷୟରେ ନେଇ କିଛି ଚିନ୍ତା କରିଛନ୍ତି ପର୍ସନାଲ୍ ଆକାଉଣ୍ଟକୁ ଯେଉଁ ପଇସା ଆସିଲା ପରେ ତାକୁ କେମିତି ଇଏ କରିବେ पर्सनल अकाउंट देवार अर्थ है इनफिड गुरु को ही दिया जेहेतु इनफिड गुरु तांको अकाउंटा अच्छी किंतु दीटा अकाउंट रहा निहाती दरकार गोटे मोर रोटे इनफिड गुरु जेहेतु पर्सनल अकाउंट गोटे दिया जमी तो सेठा देले कौन कि माने सेठी जदि आवश्यकता तो किसी ना किंतु लोक मैंने कन्फर्म हाँपाई भी किसी जानूँ ना राजवीर बापा माँ कौन आम ये क्या पठेदेव बहुत क्वेश्चन आसे विषय तो कन्फर्म होगी भी दौरान समस्ते କିନ୍ତୁ ତା ବାଦେ ବି ଯେତେବେଳେ ପଠାଉଛନ୍ତି ଆପଣଙ୍କର ଖାସ୍ କରି ପର୍ସନାଲ୍ ଆକାଉଣ୍ଟକୁ ପଠାଉଛନ୍ତି ଲୋକମାନେ ବେଶୀ ଖାସ୍ କରିକି କଥା ଉଠାଉଛନ୍ତି ଯେଉଁଟା ଆପଣଙ୍କର ପର୍ସନାଲ୍ ଆକାଉଣ୍ଟକୁ ମାନଙ୍କୁ ପଠାଉଛନ୍ତି ସେଠି ନିହାତି ଭାବରେ ଗୋଟେ हाँ निहाती सेटा तो मो अकाउंट को आसूची मोर सब स्टेटमेंट सब अच्छी जिते सब पठे मो अकाउंट ही अच्छी से पैसा सब राजवीर अकाउंट को ट्रांसफर ବର୍ତ୍ତମାନ ସୁଦ୍ଧା କେତେଟା ଆକାଉଣ୍ଟ କେବଳ ଆପଣଙ୍କ ଆକାଉଣ୍ଟ ରାଜବୀରର ଯେଉଁ ମେଲାପ କି ଇଏ ନା ନାଇଁ କେତେ ଟୋଟାଲ ବର୍ତ୍ତମାନ ସୁଦ୍ଧା କେତେଟା ଆକାଉଣ୍ଟ गोटे अच्छी मिलाप अच्छी अकाउंट इनफिड गुरु मोर यूनियन बैंक अच्छी से आड होती HDFC पेटीएम बैंक तीन टा तो से कौन कि आम मेनसन अच्छी यूनियन बैंक रे यूनियन बैंक ही आसूची अधिकांश यूनियन बैंक रे ही आसूची तार ଯାହା ଆସୁଛି ସେଠି ଫଣ୍ଡିଂ ବେଶୀ ଆସୁଛି ବର୍ତ୍ତମାନ ସେ ଯେଉଁ ଫଣ୍ଡିଂ ଆସିଲା ପରେ ତାକୁ ଆପଣ କେମିତି କାଢ଼ିବେ ତା ପାଇଁ କିଛି କଥା ହେଇଛି काढ़ार ना आम NFT ही कराऊँ आम ग्रुप अच्छे से ग्रुप ही मुझे अपडेट करूँ सब दिहे समस्त को तो मु समस्त को तो माने ट्रिटमेंट ପାଇଁ ଆପଣ ପଇସାକୁ ୟୁଟିଲାଇଜ୍ କରିବେ ସେଥିନେଇ ଆପଣ ଖାସ୍ କରିକି ଆପଣ ପର୍ସନାଲ୍ ଆକାଉଣ୍ଟକୁ ପଇସା ଆସୁଛି ସେ ବିଷୟରେ ଆପଣ ବ୍ୟାଙ୍କର ମ୍ୟାନେଜର କିମ୍ବା ବ୍ୟାଙ୍କ ସହିତ କୌଣସି ଯୋଗାଯୋଗ हाँ मुझे कथा सार बैंक मैनेजर सहित कथा जानी ताके भी कहते ना किसी प्रोब्लेम हेनी जेटा तार क्राउड फंडिंग होची सेठरू आम इनफिड गुरु को ट्रांसफर कर ଆପଣଙ୍କର ଏ ସବୁ ଆକାଉଣ୍ଟ ସବୁ କୋଉଠିକାର ଓଡ଼ିଶାର ନା ଓଡ଼ିଶା ବାହାର ओडिशा ଓଡ଼ିଶାର ମାନେ ଆପଣଙ୍କ ଗାଁର हाँ ବଲାଙ୍ଗୀର ना ना कंधमाल डिस्ट्रिक्ट आमर गोटे अच्छी HDFC बैंक आ गोटे यूनियन बैंक अच्छी କନ୍ଧମାଳର ବି ଅନେକ ସାରା ଲୋକ ଆଉ ଅନେକ ଲୋକ ବି ଆପଣଙ୍କୁ ସହଯୋଗ କରୁଛନ୍ତି ବହୁତ ବଡ଼ ବଡ଼ ଲୋକମାନେ ବି ଏଇଟା ଯୋଉଟା କଲେକ୍ସନଟା ବହୁତ ଜାଗାରୁ ଆସୁଛି ବେଙ୍ଗଲୋର ବି ଆସୁଛି ମୁମ୍ବାଇରୁ ବି ଆସୁଛି ସବୁ ଜାଗାରୁ ଆସୁଛି ଆମର କଲେକ୍ସନଟା ମ୍ୟାଡ଼ାମ୍ ଆପଣ କିଛି କଥା ହେଇଛନ୍ତି କି ଏଇ ଯେଉଁ ବ୍ୟାଙ୍କ ଆକାଉଣ୍ଟକୁ ନେଇକି ଏ ବିଷୟକୁ ନେଇକି ଯେଉଁ ଚର୍ଚ୍ଚା ହେଉଛି ସେ ବିଷୟରେ ଆପଣ କିଛି ଚିନ୍ତା କରିଛନ୍ତି କି ଯେଉଁ ଖାସ୍ କରିକି ଲୋକମାନଙ୍କର ଅଭିଯୋଗ ଅଛି ପର୍ସନାଲ୍ ଆକାଉଣ୍ଟକୁ ନେଇକି ମେଲାପ କିମ୍ବା ଇଏକୁ ନେଇକି ଆସେନି କିନ୍ତୁ ପର୍ସନାଲ୍ ଆକାଉଣ୍ଟକୁ ନେଇକି ଆସେ ତାହେଲେ ତାପରେ କ'ଣ କହିବେ ଆଜ୍ଞା ମାନେ ଦେଖନ୍ତୁ ଆମ ଓଡ଼ିଶାରେ ଫୋନ୍ ପେ ସବୁ ଏଠାରୁ ଇଜି ସମସ୍ତେ ଫୋନ୍ ପେ ଦିଅନ୍ତୁ ମୁଁ ନିଜେ ରାଜବୀର ଆକାଉଣ୍ଟ ଦିଏ ରାଜବୀର ସ୍କାନର ବି ଦିଏ ତ ସମସ୍ତେ କୁହେ ନାଇଁ ମ୍ୟାଡ଼ାମ୍ ସ୍କାନରରେ ଦେବା ପାଇଁ ହେବନି ସ୍କାନରରେ ଜାଣିନି କିମ୍ବା ଆକାଉଣ୍ଟ ଦେଇପାରିବିନି ମୁଁ ଫୋନ୍ ପେ ଦେଇଦେବି ତ ଆମେ ଫୋନ୍ ପେ ଦେଇଥିଲୁ ଯେହେତୁ ଏବେ ଦେଖାଯାଉଛି ଆମ ନମ୍ବରଟା ଅଧିକ ପରିମାଣ ଭାଇରାଲ୍ ହେଇଯିବା କାରଣରେ ଆମକୁ ଏତେ ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ିଛି ତ ମୁଁ ଅଲରେଡ଼ି 4 କୋଟି ଟଙ୍କାର ଚେକ୍ ଆମେ ଦେଇଦେଇଛୁ ରାଜବୀର ଆକାଉଣ୍ଟରେ
तो आम पाखे किछिटा फंड अच्छे जोटा एनईएफटी करके आम अकाउंट खाली कराहब देखो सेटा मेसेज रे आसीबो सेटा मु देई देछि सुजाता मैडम भी थिले आमे जेटे देइथिलु तो सेटा मंडे कि ट्यूसडे भीतर देखा जिवो कारण बहुत बड़ गोटे बिग अमाउंट ଆପଣ ଦେଖେଇ ପାରିବେ ହଁ ମୁଁ ଦେଖେଇଦେବି ସେଇଟାର ଅଛି ମାନେ ଯଦି କିଏ ଅଭିଯୋଗ କରନ୍ତି ହଁ, କି ମୁଁ ଏ ନିହାତି। ଜିନିଷକୁ ନେଇକି ଆପଣ ପ୍ରମାଣ ନିହାତି କରିପାରିବେ। ନିହାତି ଫଟୋ ଅଛି। ଠିକ ଅଛି ତାପରେ तो तो कौन से बैंकटा खाली कर दिया आम पर्सनाल नंबर शेयर करूनी भावुँ फोन पे नंबर डायरेक्ट क्लोज करा मु समस्त को रिक्वेस्ट करबी राजवीर साहाय्य करंतु कारण राजवीर भविष्य आम गोटा ओडिशावासी हाथ में गोटा आम ओडिशावासी रिपोर्टर हाथ में आशीर्वाद भी दिंतु जे ये नुहे टंका बहुत बड़ बेरे बेरे टंका भी आशीर्वाद उपरे तले पड़ जाए तो जो प्रोब्लेमटा आसी आमर अकाउंटटा माने अकाउंट फोन पे नंबरटा आमर पूरा ये कराई से न देकर राजवीर डायरेक्ट अकाउंट डिटेल्स रे दिंतु से आम बहुत भल हम आ समस्त को मुझे रिक्वेस्ट जहाँ भी होती जहाँ भी आमे भी भूल कले से भूली जातु राजवीर को देखिकी आ समस्ते राजवीर साहाय्य करंतु। अच्छा आ गोटे कथा मैडम राजवीर जो खास करके आधार कार्ड तांकर अछि आज्ञा आधार कार्ड अच्छी राजवीर किंतु जेतेबेले आधार कार्ड के लोक मागंती आपण दबाकू मना कर देखो सर जने मते परिचय देले तो मु आधार कार्ड देबी ना मु सडनली कहीं जे मैडम आधार कार्डटा दियंतु राजवीर तो आपन को आधार कार्ड दियो जे तो हमर बैंक रिलेटेड अच्छे आधार कार्ड किछि बा हेई पारे असुविधा परवर्ती काल रे किछि बा हेई पारे तो से आम देखु आधार कार्ड मांगी जे जे व्यक्ति मत मांगी निजर परिचय दे नथिले जे आगे मु जने रिपोर्टर कहूँ मु न्यूज करने को चाहूँगी मत आधार कार्डटा दिंतु मु कौ भरोसा क्या आधार कार्ड देवी आज्ञा से तो कहते कि तांकर जो अच्छे जेहेतु से माइंस एरिया रोचे केउंझर रोचे केउंझर से माने से तांकर सेटिकार मंत्री आमर सांगे एमती एमती फल्स होची जे आमे फोन रे कहिले काहा को विश्वास करिवु मते गोटे उत्तर देबे कि केहू आमे फोन रे कहले कहा कथा विश्वास करबू जे तो आमे दुई हस्बैंड वाइफ दुई ही संभालुचु सब किछि आम पाखे कहीं नहीं संभाल जो मैंने आसुच्च जो मान को विश्वास करूँ भी आमको धक्का दूसरी एवं आम विश्वास करने भी डरुचु मनीष बिना कारण आम छुआ जीवन नहीं गोटे वीडियो मैडम आपन ये भाइराल होता कि माने आपन ये माने आपन सी जगह प्रेजेंट थिले जड़े लोक किए आपन को लक्षे टंका मागुंट जो कि आपन घर पाखर लोक मैंने धरी कहीं पैसा मागिलु से घटना लोक मैंने नहीं आज्ञा से माने पुलिस थिले मो पाखे से रेकर्डिंग भी अच्छी मत पैसा मांगी से गंजाई फसी जाइए मुझे सब कथा तो कहवाक चाहूनी जेहेतु आम छुआ जीवन नहीं कि माने ये चली तो माने बहुत हेरास कले आम घर आइले आम घर कबाट बाड़े आम शाशु ससुर को माने बेड खराब भाषा गाली कले तो सेते बेले मुझे वीडियोटा करी माने प्रमाण पाई तापर मु सकाले बेला माने मु जाइथिली थाना को भी मुझे एफआईआर देवाई किंतु मते जेहेतु से आम गाँ लोक बोलिकी एफआईआर कौन पाई देवी से तो भूल मांगुची एफआईआर कौन पाई मु देवी से भाविकी मु साइलेंट रही जाइए से आसिक भी क्षमा मांगिला ना मु किछि करबे से निजर हाथ में लेखिकी देले जे नेक्स्ट द्वितीय थर मु केबे भी एमती करबेनी किंतु से कौन कले से आउ लोक नात मिसिकी सकाले बेला मो हस्बैंड रो जो ड्रिंक रो वीडियोटा वायरल करदेले फर्स्ट वायरल तांके कले बर्तमान ये सब जिनस जो अनेक सारा जिनिस भाइराल होची ताकू केमती कौन हम बर्तमान सुधा जो मैडम आप सहित जाइए सुजाता मैडम पाखु भी जो दिल्ली जाइए बहुत सारा कॉल आसला आउ भी अनेक सारा वीडियो मिली जो थी कि आप निजे ऑनलाइन था बहुत सारा किसी एक्सप्लेनेशन दौ था एमती कथबार्ता लोकंर कॉल आउ लोक ये कहबार केते समय एमती फोन आसूची केते समय आपन को डिस्कशन एमती करे सर 24 आवर्स एबे सामने मोबाइल अच्छी 24 आवर्स कॉल आसे 24 आवर्स मेसेज 5-6 मेसेज पेंडिंग अच्छी एबे भी मो हस्बैंड को मोबाइल ले मोर नंबरटा भी किए वायरल करतेला माने मु तो कॉल ही रिसीव करूनी माने एते माने हमर पर्सनल नंबर एते परिमाण शेयर हो जाई जे माने 24 आवर्स आ बंद होनी से मोबाइल एटे पड़ी करी अच्छी मोबाइल देखो आपनकर 6-7टा हमरे नंबर अछि समस्तकर देखन तो नाही एटे सामने रे अच्छी नंबर देखि दियंतु केतरे नंबर अछि हमर आपन कौन कहे आपणकर ना जो खास करके से जो ग्लास को लेकिन होटेल रूम रो जो कहानी को लेकिन चर्चा है से चर्चा तो ठीक अच्छी पुराना घटना थिला किंतु से चर्चा भितर कोठ ना कोठी गोटे आपन को निहाती भाव में गोटे असुविधा होगा पड़ा जे कि आपण छुआ जो फंडिंग आसला फंडिंग ब्रेक है
ମୁଁ ସେଟା ହିଁ କହିବାକୁ ଚାହୁଁଛି ଯେ କିଛି ବି ଯଦି ଆମର ଭୁଲ ଅଛି ମୁଁ କ୍ଷମା ସମସ୍ତଙ୍କୁ ହିଁ ମାଗୁଛି। ବର୍ତ୍ତମାନ ଯେତେବେଳେ ଆପଣମାନେ ଯାଉଛନ୍ତି କୌଣସି ଯେତେବେଳେ ମେଡ଼ିକାଲ ଟ୍ରିଟମେଣ୍ଟ ପାଇଁ ଯାଉଛନ୍ତି ତା ପାଇଁ କ'ଣ କିଛି ଫଣ୍ଡିଂ ଆସୁଛି କି? ଫଣ୍ଡିଙ୍ଗ ତ ସବୁ ସମସ୍ତେ ହିଁ ହେଲ୍ପ ଦେଉଛନ୍ତି, ହେଲ୍ପ ଯାହା ବି ଆସୁଛି କରୁଛନ୍ତି। ସେଇଟା କ'ଣ କେବଳ ରାଜବୀରର ଯେଉଁ ଚିକିତ୍ସା ପାଇଁ ରାଜବୀରକୁ ଯେଉଁ ଇଞ୍ଜେକ୍ସନ୍ ପାଇଁ ସେଥିପାଇଁ ଆସୁଛି ନା ନାଇଁ ତା ବାଦ ବି ଆପଣ ଯେତେବେଳେ ଦିଲ୍ଲୀ ଯାଆନ୍ତୁ କିମ୍ବା କ'ଣ ଡକ୍ଟର ପାଖକୁ କନସଲ୍ଟ ପାଇଁ ଯାଆନ୍ତୁ ସେଥିପାଇଁ ବି ଆପଣ ଦୁଇ ଜଣ ସ୍ୱାମୀ ସ୍ତ୍ରୀଙ୍କ ପାଇଁ ବି କିଛି ଫଣ୍ଡିଂ ଆସୁଛି? ନା ନା ଆମ ଫଣ୍ଡିଙ୍ଗ କୁଆଡ଼ୁ ଆସିବ? ରାଜବୀରକୁ ହିଁ ଦେଖିକି ଦେଉଛନ୍ତି ସମସ୍ତେ, ରାଜବୀରକୁ ହିଁ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଆମେ ଯେହେତୁ ଏବେ ମୋର ଜବଲେସ୍, ମୁଁ କେଉଁଠୁ ଚଳିବି? ତାହେଲେ ଆପଣମାନଙ୍କୁ ସହଯୋଗର ହାତ କେମିତି କିଏ ବଢ଼ାଉଛନ୍ତି? ଦେଖନ୍ତୁ ଏଇଟା ମାନେ ସମସ୍ତେ ହେଲ୍ପ କରୁଛନ୍ତି, ଆମ ଭାରତରେ ଯେତେ ଅଛନ୍ତି ସମସ୍ତେ ବି ସାହାଯ୍ୟ କରୁଛନ୍ତି। ଖାସ୍ ଖାଲି ଓଡ଼ିଶାରେ ଆମକୁ ରାଜବୀର ପାଇଁ ବହୁତ ହେଲ୍ପ କରୁଛନ୍ତି, ସେଇଟା ହିଁ ଆମର ବହୁତ ବହୁତ ଧନ୍ୟବାଦ। ମ୍ୟାଡ଼ାମ୍ ବର୍ତ୍ତମାନ ଆପଣ ଯେଉଁ ଡକ୍ଟର ପାଖକୁ ଯାଇଥିଲେ ଡକ୍ଟରଙ୍କ ପାଖକୁ ଯିବା ଆସିବା ନିହାତି ଭାବରେ ଗୋଟେ କାରଣ ରାଜବୀରକୁ ବର୍ତ୍ତମାନ ଟ୍ରେନରେ ନେଇକି ଟ୍ରାଭେଲ୍ କରିକି ଦିଲ୍ଲୀ ଯାଇପାରିବେନି, ଫ୍ଲାଇଟ୍ରେ ଯିବାକୁ ହିଁ ପଡ଼ିବ। ଯିବା ଆସିବା ଆଉ ତାପରେ ସେଠି ରହିବା ଡକ୍ଟର ସହିତ ଦେଖା ହେବା ଗୋଟେ ଦିନର କଥା ନୁହଁ, ହୁଏତ ତା ପରଦିନ ବି ସେମାନେ ଡାକୁଥିବେ, ଏମିତି 2-3 ଦିନ ବି ମେ ବି ରହିବାକୁ ପଡ଼ିପାରେ। ତା ଭିତରେ ଯେଉଁ ରହିବା ଆପଣମାନଙ୍କର ଖର୍ଚ୍ଚ ମାନେ ରାଜବୀରଙ୍କର ଇଞ୍ଜେକ୍ସନ୍ ବାଦେ ଆପଣମାନଙ୍କର ଖର୍ଚ୍ଚ ବାବଦକୁ ସେମିତି କିଛି ପଇସା କିଛି ଆସେ? ଦେଖନ୍ତୁ ସାର୍, ଆମର ତ ଯେହେତୁ ଏବେ ଆମର ନିଜର ପର୍ସନାଲ କିଛି ଫଣ୍ଡ ନାହିଁ, ଯାହା ଥିଲା ଅଲରେଡ଼ି ଖର୍ଚ୍ଚ ହେଇଯାଇଛି। ଆମେ ଯେ ଯାଇଛୁ ଆମ ଭଡ଼ାଟା ରାଜବୀର ଫଣ୍ଡରେ ହିଁ ଯାଇଛି। ତାପରେ ସୁଜାତା ମ୍ୟାଡ଼ାମ୍ ଯେଉଁ ଯାଇଛୁ ତାଙ୍କ ଭଡ଼ା ଦେଇଛି। ଆଉ ଯେଉଁ ଆମର କିଛି ଏକ୍ସଟ୍ରା କିଛି ଖର୍ଚ୍ଚ ନାହିଁ, ଯେହେତୁ ଆମେ ଘରେ ରହୁଛୁ ବା ଆମେ ଯୁଆଡ଼େ ଯାଉଛୁ ଆମକୁ ସାହାଯ୍ୟ ବି କରୁଛନ୍ତି କିଛି ଲୋକ ଆମ ପାଇଁ ଖାଇବା ବା ମାନେ ସେମିତି ମାନେ ସାହାଯ୍ୟ କରୁଛନ୍ତି। ଆମ ଘରେ ରହିଲେ ଯେଉଁଟା ଆମ ଶାଶୁ ଶ୍ୱଶୁର ଯେଉଁ ତାଙ୍କେ ହିଁ ଆମର ଏବେ ବର୍ତ୍ତମାନ ଚଲାଉଛନ୍ତି ବା କିଛି ସାଧାରଣ ଯାହା ଦରକାର ହେଲେ ତାଙ୍କେ ବି ଟିକେ ତାଙ୍କର ବି କ'ଣ ବଲ ଅଛି, ବଲ ତ କାହାର ନାହିଁ ନା। ଶାଶୁଘର ଲୋକ କ'ଣ କରନ୍ତି କ'ଣ? ଦେଖନ୍ତୁ ତାଙ୍କେ ଚାଷ କରନ୍ତି, ଆଉ ଗୋଟେ ଛୋଟ ଦୋକାନଟେ ଅଛି, ଚାହା ଦୋକାନ, କୋଲ୍ଡ ଡ୍ରିଙ୍କସ୍ ଏଇ ସେଥିରୁ କେତେ ପଇସା ଆସୁଥିବ ଯେ ଆପଣଙ୍କୁ ସିଏ କ'ଣ ଦେଇପାରିବେ? ନାଇଁ ଆଜ୍ଞା, ତାଙ୍କେ ତ ଏବେ ବି ଯେଉଁ ଆମର ଫ୍ୟାମିଲିଟାକୁ ଆମକୁ ଯେଉଁ ଖୁଆଉଛି ଚଲାଉଛି ସେଇଟା ତ ବହୁତ ବଡ଼ କଥା, ଏତେ ଏଜ୍ରେ ଏତିକି କରୁଛି। ଆଚ୍ଛା ଭାଇ ଆପଣ କ'ଣ କହିବେ ବର୍ତ୍ତମାନ ଆଉ ଗୋଟିଏ କଥା ମଧ୍ୟ ସବୁଠୁ ଗୋଟେ ବଡ଼ ଚର୍ଚ୍ଚା ହୋଇଛି କି ଆପଣ ଗୋଟେ ନୂଆ କାର୍ କିଣିଛନ୍ତି, ଗୋଟେ ବୋଲେରୋ କିଣିଛନ୍ତି, ଗୋଟେ ଘର କିଣିଛନ୍ତି, ଏଇଟା ସତ ନା ମିଛ? ଦେଖନ୍ତୁ ମୁଁ ଏଇଟା ତ କହିବାକୁ ଚାହୁଁଛି, ଯିଏ କହିଛି ତାକୁ ପ୍ରଶ୍ନ କରାଯାଉ କ'ଣ କ'ଣ ଅଛି ନା କ'ଣ ଘର ଅଛି ନା ଆମର ଜାଗାଟିଏ ଅଛି ନା ସରକାର ତରଫରୁ ମିଳିଛି, ଏଇଟା ହିଁ କିଛି ନାହିଁ ଆମ ପାଖରେ। ମାନେ ଏସବୁ ଘଟଣା ବି ଗୋଟେ ମନଗଢ଼ା କାହାଣୀ ଲୋକେ ଚର୍ଚ୍ଚା କରୁଛନ୍ତି। ଦେଖନ୍ତୁ ଏବେ ରାଜବୀରର କ୍ୟାମ୍ପେନ୍ ବନ୍ଦ କରିବା ପାଇଁ ବହୁତ ଲୋକ ଆସୁଛନ୍ତି, ଦେଖନ୍ତୁ ତଦନ୍ତ କରନ୍ତୁ, ଯଦି ଅଛି ଆମେ ସାମ୍ନା କରିବୁ, ଏମିତି କିଛି ଆମେ କହିପାରୁନୁ। କିନ୍ତୁ ଆମର କିଛି ହିଁ ନାହିଁ, ନା ଘର ଅଛି ନା ଦ୍ୱାର ଅଛି, କିଛି ହିଁ ନାହିଁ ଆମେ ଯେଉଁ ଜାଗାରେ ରହୁଛୁ। ସକାଳୁ ରାତି ପର୍ଯ୍ୟନ୍ତ କଲ୍ ଉପରେ କଲ୍ ଆସୁଛି, କଥା ହେଉଛନ୍ତି, ତା ଭିତରେ ଛୁଆକୁ କେତେ ସମୟ ଦେଖୁଛନ୍ତି? ଦେଖନ୍ତୁ ଫାଷ୍ଟ ହେଲା ଛୁଆକୁ ଦେଖୁଛୁ, ଲୋକମାନେ ବହୁତ କ୍ୱେଶ୍ଚିନ୍ କରୁଛନ୍ତି ନାଇଁ ଫୋନ୍ କଲ୍ ପାଇଁ ଉଠଉନାହାନ୍ତି। ଆଜ୍ଞା ଛୁଆ ହିଁ ମୁଁ ହିଁ ଯେହେତୁ ଇଏ ଅଛି, ତାଙ୍କେ ତ ତମେ ଲିକା ତାଙ୍କେ ବି ଇଏ ମୋ ଛୁଆକୁ ନେଇକି ବହୁତ ହଇରାଣ ହେଇ ଅଛନ୍ତି। ଆଉ ମୁଁ ହିଁ କିଛି ମାନେ ମେଡ଼ିସିନ୍ ବି ହେଉଛି, ମେଡ଼ିସିନ୍ ଯାଇକି ଅଣା ହେଉଛି, କିଛି ବି ଯଦି ଅର୍ଜେଣ୍ଟ ପଡ଼ିଲା କ'ଣ ପାଣି ସବୁ ଆଣିକି ଦେଇକି ମେଣ୍ଟେନ୍ କରୁଛି। ଅନେକ ଲୋକ ଅନେକ କିଛି ଚର୍ଚ୍ଚା କରୁଛନ୍ତି, ସାମ୍ନାରେ ଭଲ କଥା କହୁଛନ୍ତି ଆଉ ପଛରେ ପୁଣି ଥରେ ଅଲଗା ପ୍ରକାର ଜିନିଷ ଦେଖାଉଛନ୍ତି, ସେମାନଙ୍କୁ କ'ଣ କହିବେ? ସେମାନଙ୍କୁ ମୁଁ କହୁଛି ଆଜ୍ଞା କିଛି ବି କହିବା ଆଗରୁ କିଛି ଭାବନ୍ତୁ ନା କ'ଣ ପ୍ରୋବ୍ଲେମ୍ ଅଛି ତା'ର, ସେଇଟା ହିଁ ମୁଁ ଅନୁରୋଧ କରୁଛି। ଠିକ୍ ଅଛି ଯାହା ଅଛି ଆମର କିଛି ଭୁଲ ଥିବ ସେଇଟା ମୁଁ କ୍ଷମା ମାଗୁଛି ସମସ୍ତଙ୍କୁ, କିନ୍ତୁ ଛୋଟ ଛୁଆର କିଛି ଭୁଲ ନାହିଁ। ଆପଣ ଏବେ ବି ଡ୍ରିଙ୍କସ୍ କରନ୍ତି? ନା ମୁଁ ଏବେ ଡ୍ରିଙ୍କସ୍ କରୁନି, ଯେହେତୁ ଆମେ ବାହାରେ ଯାଇଥିଲେ ହାରାସମେଣ୍ଟ ଥିଲା, ସେଇଟା ବହୁତ ଷ୍ଟୋରି ସାର୍ ଅଛି, ସେଇଟା ଯଦି ମୁଁ ଏବେ ଆଣିବି ତ ମୁଁ ସେଟାର ଛୁଆଠାକୁ ମୁଁ ବଞ୍ଚେଇ ପାରିବିନି। ଡ୍ରିଙ୍କସ୍ କରିବା କିଛି ବଡ଼ କଥା ନୁହଁ। ବର୍ତ୍ତମାନ ସମୟରେ ଯଦି ଦେଖାଯିବ ତାହେଲେ ଓଡ଼ିଶାର ପାଖାପାଖି 80% ଲୋକ ଡ୍ରିଙ୍କସ୍ କରନ୍ତି। ଆଉ ଏ କ୍ଷେତ୍ରରେ ମୁଁ ଆଶା କରିବିନି ଯେ ଇଏ କୌଣସି ଗୋଟେ ବଡ଼ ଟପିକ୍ ହେଇକି ବାହାରିବ ଆଉ ୟାକୁ ନେଇକି ଗୋଟେ ଛୁଆର ଜୀବନ ସହିତ ଖେଳାଯିବ, ସେଇଟା ନିହାତି ଭାବରେ ଗୋଟେ ଲଜ୍ଜାସ୍ପଦ ହେବ। ମ୍ୟାଡ଼ାମ୍ ବର୍ତ୍ତମାନ ସମୟରେ ଆପଣଙ୍କର ଖାସ୍ କରିକି ଉଭୟଙ୍କର କାଷ୍ଟକୁ ନେଇକି ଆପଣଙ୍କର ଜାତିକୁ ନେଇକି ମଧ୍ୟ କଥା ଆସୁଛି କି ଆପଣମାନେ ଓଡ଼ିଆ ନୁହନ୍ତି, ଆପଣମାନେ ଖ୍ରୀଷ୍ଟିଆନ, କେତେବେଳେ ଆପଣମାନେ ମୁସଲମାନ, ଏଇସବୁ ନେଇକି ବି କଥା କରାହେଉଛି, ଆକୁ ନେଇ କ'ଣ ସ୍ପଷ୍ଟ କରିବେ? ଦେଖନ୍ତୁ ମୋର ଆଧାର କାର୍ଡ଼ ଅଛି,
मोर माँ भी वर्तमान उड़ीसा रे प्रेजेंट अच्छी किछि दिन है 5-6 दिन है आसी मत साहाय्य करने जेहेतु मत जन को साहाय्य दरकार राजवीर को हैंडल करने राजवीर किछि खाइबा सब बनई देवे मु भी करी जेहेतु बैक टू बैक कॉल आम हजबैंड वाइफ हैंडल करूँ तो मु कहवाक चाहे मु हिंदू धर्म झील मो टाइटल हल दास मु तमलिका दास आसाम काछा डिस्ट्रिक्ट रू बिलोंग करी मु वैष्णव धर्म रू बिलोंगित मोर सनातन माने आमर जो जाऊँगी आलिमान गोत्र बा सनातन धर्मर आमे तो मुझे कहवाक चाहूँगी यही सब भूल धारणा आ देखंतु मु कि मुस्लिम झील नुहे मु हिंदू झील मु भगवान श्रीकृष्ण भक्त आउ मु नन ओडिया हो पारे कि मो हजबैंड ओडिया मो छुआ ओडिया किंतु मु हिंदू आउ दयाकोरी आउ किछि लोक एटा भी कहि जे छुआ मु नुहे जे जे भद्र व्यक्ति कही से भद्र व्यक्ति निजे भी जानी छुआ कार कार नाई मो मो स्वामी आ मोर कि आउ कार कि आम छुआ कि आनीचु ना कौन कर छुआ मोर चाहिए जदि ओडिशावासी सेटा भी मांगुचे जे डीएनए टेस्ट दरकार आम सब देवाक चाहूँगी किंतु ए गोटे लास्ट मु गोटे कथा ही रखी जे दया करी छुआ जीवन नहीं खेलबेनी आम बहुत हेरासमेंट हो जाइए बेरे बेरे आमको इच्छा लगे जे चलो आम दुईजन कुआडे पलैबा सुसाइड करदेबा माने बहुत माने जो बचाप इच्छा होनी माने जो जगह पुओ को बचे भाई बहुत लड़ी हाँ माने एत सब आम सागर खेली तो मुझे कहते हमको हेरासमेंट करें प्लीज बहुत हेरास हो गलु आम आ कुआडे गले आम फोटो उठाऊँगी कुआडे गले आम वीडियो करुँची अरे मु कंधमाल को राजवीर को केमी आनबी मत निहाती गोटे कार भड़ाटे दरकार मत निहाती गोटे साहाय्य दरकार मत किए देवे साहाय्य किए कौच राजवीर माँ गहना लगाऊँ देख देख राजवीर माँ बेकर मंगलसूत्र आगे देखु मु कौन लगाऊँ मोर गोटे उद्देश्य मो राजवीर को बचे ना गोटे काम करूँ मो राज्य सरकार को मु अनुरोध करकी भी फंड आसी से सब नहीं बाकी राज्य सरकार जो आमर स्टेट फंड रू कि साहाय्य करी मो पुओ को बचाई दिंतु मु या राज्यर समस्त पॉलिटिशियंस विधायक को मो अनुरोध प्लीज मु थकी गली न मु बहुत हेरासमेंट खाली आम दुईजन हजबैंड वाइफ सुसाइड कर मरी भी जापे प्लीज प्लीज मो पुओ को बचातु प्लीज तो वर्तमान समय रे आज जितेबाला भुवनेश्वर रे पहुँचला परे एई गोटे देखुथिबे डब्बा ए डब्बा भितर किसी खुचरा पैसा अच्छी 100 टंका 10 टंका 20 टंका एपरिकी 200-500 नोट किसी अच्छी जोटा कि लेखा अच्छी एठी कमला नेहरू कॉलेज स्टूडेंट्स एपट साइड लेखा अच्छी आउ राजवीर ये को नहीं कि गोटे लगेइछंती आउ ये डब्बारे कलेक्शन होईछि जोटा कि एठी जेतेबेले एमाने आसिकी पहुँचले परिवार लोके सेतेबेले सेमाने खबर पाइकी एठी आसतिले आउ एमानंकु हस्तांतर करैतिले एई जो छोटिया बजेटटी जो थे बेसी हुए तो न था किंतु अनुमान करिपारिबु कि ए डब्बार जो नोट अच्छी कि जो खुचरा पैसा अच्छी ताकू देखिए आप बुझीपारे ए कम से कम टंका 2000 ରୁ 3000 हम कि ताठू हुए तो अधिक हो 5000 हो पारे किंतु ये जो फंडिंग से जो कॉलेज पिलामानंकर जो भावना से केवल राजवीर पाई और राजवीर परिवार को सहयोग करने तेणु करिकी एभली स्थले गोटे घरर परिवार गोटे लोक जितेबाला असुविधा पड़े सेतेबेले एमती फंडिंग आसला परे किछि कथा भी मध्य शुणिया को मिले आउ से कथा भितरु खास करिकी जेते किंतु परिवार जो लोकटी पड़ी थाए तार केमिति चिकित्सा हबो आउ केमिति सीए ए रोगरु उद्धार पाइबो ताकू नहीं केवल परिवार लोक ही जानी था केते असुविधा भोगिया पड़े आउ जो मानकर परिवार रे एमती कौनसी गोटे सदस्य जड़े सदस्य रही था मेडिकल रही ताले से परिवार लोक भी ठीक से अनुभव करते जे सहयोग कर लोक करती किंतु जो मानकर सहयोग करिवार सहानुभूति करिवार साहस न थाए बोध हुए से भली किछि लोक एमती गोड़ टाणती आमे भी अनुरोध करूँ राजवीर पाई आउ केवल राजवीर नुह राजवीर फंड सहित मध्य ए जो दुई जन व्यक्ति अच्छी राजवीर बापा और माँ से किसी सहयोग करूँ से भी जिते मेडिकल जाऊँगी कि मेडिकल जावा आसापी जो खर्च करा पड़े भी जिते सहयोग करने अनेक लोक आसुँच से किसी साहाय्य पाइपर जोटा कि ये छुआटी भल हो पार समय अच्छी
ଏମିତି ସମୟ ଶେଷ ହୋଇଯାଏ ନାହିଁ, କିନ୍ତୁ ସମୟ ଥିବା ଆଗରୁ ସେତିକି ଜଲ୍ଦି ସହଯୋଗ ମିଳିଲେ ଛୁଆଟି ତୁରନ୍ତ ଭଲ ହୋଇପାରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଖାସ୍ କରିକି ବର୍ତ୍ତମାନ ଯଦି କହିବା ତାହେଲେ ସାଂସଦମାନେ ମଧ୍ୟ ଆଗକୁ ଆସିଲେଣି। ଅନୁଭବ ମହାନ୍ତି ମଧ୍ୟ ନିଜେ ଲେଖିକି ନୋଟିସ୍ ଜାରି କରିଛନ୍ତି କି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଆଉ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସିଏ ମଧ୍ୟ ଅନୁରୋଧ କରିଛନ୍ତି। ତେଣୁକରିକି ଯଦି ଏମାନେ ବି ଆଗକୁ ଆସିପାରୁଛନ୍ତି ତାଙ୍କର ନିଜ ଅସୁବିଧା ଭିତରେ, ତାହେଲେ ଆପଣମାନେ କାହିଁକି ନୁହେଁ? ଆଶା ରଖିବୁ ସମସ୍ତେ ଯେଉଁ ସହଯୋଗ ରଖିଥିଲେ ସେଇ ସହଯୋଗ ରଖନ୍ତୁ ରାଜବୀରଙ୍କ ପାଇଁ। ଯଦି ଆପଣଙ୍କର ପର୍ସନାଲ୍ ଆକାଉଣ୍ଟ ସହିତ କୌଣସି ବ୍ୟକ୍ତିଗତ ଭାବରେ ଆକ୍ଷେପ ରହୁଛି, ତେବେ ମିଳାପ ହେଉ କିମ୍ବା ଏଭଳି ଯେଉଁ ଅନୁଷ୍ଠାନ ମାନ ରହୁଛି ସେ ତାଠୁରେ ମଧ୍ୟ ଆପଣ ଫଣ୍ଡିଂ କରନ୍ତୁ, ଯାହାର ସିଧାସଳଖ ଭାବରେ ରାଜବୀରକୁ ପାଖରେ ପହଞ୍ଚିବ। ମନରେ ଶଙ୍କା ରଖନ୍ତୁନି, ବରଂ ହୃଦୟର ସହିତ ଦାନ କରନ୍ତୁ ଆଉ ରାଜବୀରକୁ ସହଯୋଗ କରନ୍ତୁ, ଏହା ହିଁ ଆଶା ରଖିବୁ। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ଆକାଶଙ୍କ ସହିତ ଅଜୟ କୁମାର, ସ୍ୱାଧିକାର ନ୍ୟୁଜ୍।